ବନ୍ଧୁଗଣ, ଜୟ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ 2025 ମସିହା ଆରମ୍ଭରୁ ଟଙ୍କା ଗାଦିରେ ବସିବାକୁ ଯାଉଛନ୍ତି ଏହି କିଛି ଗୋଟି ରାଶିଚକ୍ର। କିଛି ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବାକୁ ଯାଉଅଛି। 2025 ମସିହା ଆରମ୍ଭରୁ ଗ୍ରହଙ୍କର ସ୍ଥିତି ଅତ୍ୟନ୍ତ ଶୁଭଦାୟକ ରହିବା ପାଇଁ ଯାଉଅଛି, ଯାହାର ପ୍ରଭାବରେ କିଛି ଗୋଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ହେବା ପାଇଁ ଯାଉଛନ୍ତି। ଭାଗ୍ୟ ଏମାନଙ୍କୁ ପୁନଃସାଥ ଦେବା ସହିତ ସମସ୍ତ କାର୍ଯ୍ୟରେ ପାଇବାକୁ ଯାଉଛନ୍ତି ସଫଳତା। ବନ୍ଧୁଗଣ, ଦୀର୍ଘ 12 ବର୍ଷ ପରେ ମିଥୁନ ରାଶିରେ ସୃଷ୍ଟି ହେବାକୁ ଯାଉଅଛି ଗଜକେଶରୀ ରାଜଯୋଗ। ଏହି ରାଜଯୋଗର ପ୍ରଭାବରେ ଚମକିବାକୁ ଯାଉଛି କିଛି ରାଶି ଗୋଟିଙ୍କର ଭାଗ୍ୟ। 12 ଗୋଟି ରାଶିଚକ୍ରଙ୍କ ଭିତରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଟି ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି। ବନ୍ଧୁଗଣ, ନବଗ୍ରହଙ୍କ ମଧ୍ୟରୁ ବୃହସ୍ପତି ହେଉଛନ୍ତି ସବୁଠୁ ଅନ୍ୟତମ। ବର୍ତ୍ତମାନ ବୃହସ୍ପତି ବୃଷ ରାଶିରେ ବିରାଜମାନ ଅଛନ୍ତି। 2025 ମସିହା ଆରମ୍ଭରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ, ଯାହାକି ମେ 2025 ମସିହାରେ ସମାପ୍ତ ହେବ। ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ପ୍ରବେଶ କରିବା ପାଇଁ ଯାଉଛନ୍ତି 2025 ମସିହା ମେ ମାସ ଆରମ୍ଭରୁ। ବୃହସ୍ପତି ଚନ୍ଦ୍ର ସହିତ ରାଜଯୋଗ ସୃଷ୍ଟି କରିଥିବାରୁ ଏହା ଭିତରେ ଗଜକେଶରୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଅଛି, ଯାହାର ପ୍ରଭାବ କି 12 ଗୋଟି ରାଶିଚକ୍ରଙ୍କ ଉପରେ ଅତ୍ୟନ୍ତ ପଡ଼ିବାକୁ ଯାଉଅଛି। ସେଥିମଧ୍ୟରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦରୁ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ବ୍ୟକ୍ତିର ବର୍ତ୍ତମାନ, ଭବିଷ୍ୟତ, ଅତୀତ ଅନେକ ବିଷୟ ଜାଣି ହେଇଥାଏ। ସହିତ ରାଶିମାନଙ୍କ ବିଷୟରେ ଆକଳନ କରାଯାଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଅତ୍ୟନ୍ତ ଶୁଭଦାୟକ ଥାଏ, ପ୍ରତିଟି କାର୍ଯ୍ୟରେ ଆପଣଙ୍କୁ ଶୁଭ ମିଳିଥାଏ। ତା ସହିତ ସମସ୍ତ ପ୍ରକାର ସମସ୍ୟା ମଧ୍ୟ ଆପଣଙ୍କ ଜୀବନରୁ ଦୂର ହୋଇଯାଇଥାଏ। ସୁଖ, ଶାନ୍ତି, ସମୃଦ୍ଧି ସହିତ ସମାଜରେ ମାନ ସମ୍ମାନ ଯଶ ଆପଣଙ୍କର ବୃଦ୍ଧି ପାଇଥାଏ। ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦରୁ ଏହି 2025 ମସିହା ଆରମ୍ଭରୁ କିଛି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖାସ ରହିବାକୁ ଯାଉଅଛି। ଦେବତାମାନଙ୍କ ଗୁରୁ ବୃହସ୍ପତି, ଯାହାକି ବୃହସ୍ପତିଙ୍କ ସ୍ଥିତି ଅତ୍ୟନ୍ତ ଶୁଭଦାୟକ ରହିଥିବାରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ। ବନ୍ଧୁଗଣ, ହୁଏତ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ। ତ ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ, ଯାହାକି ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦରୁ ବନିବାକୁ ଯାଉଛି ସେମାନଙ୍କ ଭାଗ୍ୟ ଅତ୍ୟନ୍ତ ଭାଗ୍ୟବାନ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି ଏହି 2025 ମସିହା ଆରମ୍ଭରୁ, ଯାହାକି ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ବିଜନେସ ବାଣିଜ୍ୟ କ୍ଷେତ୍ରରେ ନୂତନ ପଥା ଅନୁକରଣ କରି ଆପଣ ଉନ୍ନତିରୁ ଉନ୍ନତି ହୋଇପାରନ୍ତି। ହେବା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖାଇ ସମାଜରେ ମାନ ସମ୍ମାନ ଯଶ ଆପଣଙ୍କର ବୃଦ୍ଧି ପାଇବା ପାଇଁ ଯାଉଅଛି। ଅଟକିଥିବା ସମସ୍ତ ଧନ ଅତି ସହଜରେ ମିଳିବା ପାଇଁ ଯାଉଅଛି। କର୍ମ କ୍ଷେତ୍ରରେ ଆପଣଙ୍କର ଉଚ୍ଚାଭିଳାଷୀ ହୋଇପାରନ୍ତି। ନୂଆ ନୂଆ ବିଜନେସ ବାଣିଜ୍ୟ ଆରମ୍ଭ କରି ସେଥିରେ ଆପଣ ସଫଳତା ମଧ୍ୟ ପାଇପାରନ୍ତି। ପ୍ରତିଟି କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବା ସହିତ ସଫଳ ମଧ୍ୟ ହେବା ପାଇଁ ଯାଉଛି। ବିଦ୍ୟାର୍ଥୀ କ୍ଷେତ୍ରରେ ଆପଣ ବିଦେଶ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନୁଅଛି, ଯାହା ଫଳରେ କି ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଫେରିଆସିବ। ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଲାଗି ରହିଥିବା ସମସ୍ତ ତିକ୍ତତା ଏବେ ସମାପ୍ତ ହେବା ପାଇଁ ଯାଉଅଛି। ପରିବାର ଲୋକ, ଆପଣଙ୍କ ସହକର୍ମୀ ଏବଂ ପରିବାର ଲୋକ ଆପଣଙ୍କୁ ଅତ୍ୟନ୍ତ ସପୋର୍ଟ କରିବେ, ଯାହା ଫଳରେ କି ଆପଣଙ୍କର ପ୍ରତିଟି କାର୍ଯ୍ୟ ସୁଖ ହେବା ପାଇଁ ଯାଉ। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ଇନଭେଷ୍ଟ କରିବା ସହିତ ନୂତନ ବିଜନେସ ମଧ୍ୟ ଆରମ୍ଭ କରିପାରନ୍ତି। ଟ୍ରେଣ୍ଡିଂ କାମ ଆପଣଙ୍କୁ କୋଟିପତି ବନେଇ ପାରେ। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ତା ସହିତ ପ୍ରତ୍ୟେକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ଭାଗ୍ୟ ଚକ୍ର ଉପରେ ଥିବାରୁ ଆପଣ
ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି 2025 ମସିହା ଆରମ୍ଭରୁ। ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ହେବା ପାଇଁ ଯାଉଅଛି। ଅଚାନକ ଆପଣଙ୍କର ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ତା ସହିତ ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି। ପୌତ୍ରିକ ସମ୍ପତ୍ତିରୁ ଆପଣ ଲାଭବାନ ହୋଇପାରନ୍ତି। କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ମଧ୍ୟ ପାଇପାରନ୍ତି। ଉପର ଅଧିକାରୀଙ୍କ ଠାରୁ ମଧ୍ୟ ଆପଣ ପ୍ରଶଂସାର ପାତ୍ର ହୋଇପାରନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରିବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରି ପାଇବ। ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଅଟକିଥିବା ସମସ୍ତ ଦେୟ ଅତି ସହଜରେ ଆପଣଙ୍କୁ ମିଳିପାରିବ। ଅଚାନକ ଅର୍ଥପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେଲା, ଯାହାକି ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଛି ଏଇ 2025 ମସିହା ଆରମ୍ଭରୁ। ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ହେବା ପାଇଁ ଯାଉଛି। ଯେଉଁ କାର୍ଯ୍ୟରେ ଆପଣ ହାତ ଦିଅନ୍ତୁ ନା କାହିଁକି ପ୍ରତିଟି କାର୍ଯ୍ୟ ଆପଣଙ୍କୁ ସଫଳତା ଆଣିଦେବ। ଆପଣ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରି ଆପଣ ଉଚ୍ଚ ପ୍ରଶଂସାର ଲାଭ ମଧ୍ୟ ହୋଇପାରନ୍ତି। ଆପଣଙ୍କର ଅଟକିଥିବା ଧନ ସବୁ ଏବେ ମିଳିବା ପାଇଁ ଯାଉଛି। ସମସ୍ତ କାର୍ଯ୍ୟରେ ସଫଳତା ପାଇବା ସହ ଆର୍ଥିକ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। କର୍ମ କ୍ଷେତ୍ରରେ ଅତ୍ୟନ୍ତ ଲାଭବାନ ମଧ୍ୟ ହୋଇପାରନ୍ତି। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ସମସ୍ତ ଏବେ ସମାପ୍ତ ହେବାକୁ ଯାଉଛି। ସମସ୍ତ କ୍ଷେତ୍ରରେ ସହକର୍ମୀଙ୍କ ସହ ଯିବ ମିଶି ଅତ୍ୟନ୍ତ ଉଚ୍ଚ ସ୍ଥାନକୁ ମଧ୍ୟ ଯାଇପାରନ୍ତି। ଦାମ୍ପତ୍ୟ ସୁଖ ଆପଣଙ୍କର ଅତ୍ୟନ୍ତ ବହୁତ ଭଲ ରହିବ। ଆପଣଙ୍କ ଗୃହରେ ସୁଖ ଶାନ୍ତି ସମୃଦ୍ଧି ସହିତ ପରିବାର ହସ ଖୁସି ଲହରୀ ଖେଳିବା ପାଇଁ ଯାଉଅଛି। ଯେକୌଣସି କାର୍ଯ୍ୟରେ ଆପଣ ହାତ ଦିଅନ୍ତୁ ନା କାହିଁକି ସେଥିରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ରୋଜଗାର କରିପାରନ୍ତି। ହୁଏତ ଏ ଟ୍ରେଣ୍ଡିଂ କାମ ଆପଣଙ୍କୁ କୋଟିପତି ବନେଇ ପାରେ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଭଲ ରହିବା ପାଇଁ ଯାଉଅଛି। ଚାକିରୀ କ୍ଷେତ୍ରରେ ଉପର ଅଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ଅଚାନକ ଆପଣଙ୍କ ଦରମା ମଧ୍ୟ ବୃଦ୍ଧି ପାଇପାରେ। ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବାକୁ ଯାଉଛି ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦରୁ। ତ ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏଇ 2025 ମସିହା ଆରମ୍ଭରୁ, ଯାହାକି ସମସ୍ତ ଶୁଭ ଫଳ ଆପଣଙ୍କ ଜୀବନର ସୁଖ ଶାନ୍ତି ଆଣିଦେବ। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଆପଣ ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବ। ପୌତ୍ରିକ ସମ୍ପତ୍ତିରୁ ଆପଣ ମଧ୍ୟ ଲାଭବାନ ହୋଇପାରନ୍ତି। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଚାକିରୀ କ୍ଷେତ୍ରରେ ନୂତନ ପଦବୀ ପାଇବା ସହିତ ଉପର ଅଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ଇନଭେଷ୍ଟ କରିବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଛି। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବ, ଯାହାକି ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। କ୍ଷେତ୍ରରେ ନିଜର ପ୍ରଭାବ ଓ ପରିକ୍ରମା ବଢିବା ସହିତ ଆପଣଙ୍କର ପ୍ରତିଟି କାର୍ଯ୍ୟ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ଆପଣ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମକର ରାଶି। ମକର ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏଇ 2025 ମସିହା ଆରମ୍ଭରୁ। ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ଜୀବନରେ ଅନେକ ସୁଖ ଶାନ୍ତି ସମୃଦ୍ଧି ଆଣିଦେବ, ଯାହାକି ଆପଣ ଅଟକିଥିବା ସମସ୍ତ କାର୍ଯ୍ୟ ଅତି ସହଜରେ ପୂର୍ଣ୍ଣ ହେବା ପାଇଁ ଯାଉଅଛି।
ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ସହିତ ଆପଣଙ୍କର ଶତ୍ରୁ ହାନି ହେବାର ଯୋଗ ମଧ୍ୟ ବନୁଅଛି। କର୍ମ କ୍ଷେତ୍ରରେ ଉପର ଅଧିକାରୀଙ୍କ ଠାରୁ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ମଧ୍ୟ ଦେଖାଇ ପାରନ୍ତି। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁରରୁ ପ୍ରଚୁର ଟଙ୍କା ଇନଭେଷ୍ଟ କରିପାରିବେ। ହୁଏତ ଏ ଟ୍ରେଣ୍ଡିଂ କାମ ଆପଣଙ୍କୁ କୋଟିପତି ବନେଇ ପାରେ। ଆପଣଙ୍କର ଅଟକିଥିବା ସମସ୍ତ ଧନ ଅତି ସହଜରେ ଆପଣଙ୍କୁ ମିଳିପାରିବ। ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ଆର୍ଥିକ ସମସ୍ୟା ଲାଗି ରହିଥିଲେ ଏସବୁ ଏବେ ସମାପ୍ତ ହେବା ପାଇଁ ଯାଉଅଛି। ଆପଣଙ୍କ ଗୃହରେ ସୁଖ ଶାନ୍ତି ସମୃଦ୍ଧି ସହିତ ନୂତନ ଯାନ କିଣିବାର ଯୋଗ ମଧ୍ୟ ବନୁଅଛି। ଚାକିରି କ୍ଷେତ୍ରରେ ଆପଣ ଉପର ଅଧିକାରୀଙ୍କ ଠାରୁ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ତା ସହିତ ଆପଣଙ୍କର ଅଚାନକ ଦରମା ମଧ୍ୟ ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଆପଣ ଯେକୌଣସି ଇଣ୍ଟରଭ୍ୟୁ ବା ଏକ୍ଜାମ ଦିଅନ୍ତୁ ନା କାହିଁକି ସେଥିରେ ନିଶ୍ଚୟ ସଫଳତା ମିଳିବ। ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ତ ବନ୍ଧୁଗଣ, ଏଇ ସବୁ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ଭାଗ୍ୟଫଳ, ଯାହାକି ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଏଇ ସବୁ ରାଶିଚକ୍ର ଉପରେ ଥିବାରୁ ଏମାନେ ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା ନିହାତି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜଣାନ୍ତୁ। ତା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।